राजबाड़ी कपाळे लेखा थिला रे कला मल्ली कपाळे लेखा थिला रे राजबाड़ी कपाळे लेखा थिला रे कला मल्ली कपाळे लेखा थिला रे हटाटा होइबाको दैव कला रे राजबाड़ी कपाळे लेखा थिला रे कला मल्ली कपाळे लेखा थिला रे तुम्ही पडो गो मा छोटा बरटिए हेले केम्पा बरटिए हेले केम्पाइन देला रे राजबाड़ी करते की लेखा थिला रे कला मल्ली कपाळे लेखा थिला रे हट हट होइबाको दैव कला रे राजबाड़ी कपाळे लेखा थिला रे कला मल्ली कपाळे लेखा थिला रे मो पिला किछे खाइने किछे पीने न खाई न पीकरी जो कांदी कांदी जो पिला मो पिलार जो अवस्था हेलानी देखुच ना नाई आ तमर केम्परी एपरी देह सहुची आ मो पिला जदी मरी जिवो मो पिलार जदी केना क्षति हेला तुमर चारि लाड़ छिड़ी जीव गड़ गड़ब तम मा पुत पुत बोली कांदी तमे मले मढ़ का हब कोन गाली करछ तमे मले मढ़ का हब आ मले कोन हब मढ़ का हब ना नाही हब मले मढ़ हब हेले तम मढ़ सहजरे पड़ियोनी तम मढ़ सहजरे पड़ियोनी तुमको गेंजना बाड़े गेंजिला का तुम मढ़ पड़ियो
କିଏ ବୀର ପିଲା ଅଛି ମତେ ଗେଞ୍ଜେନା ବାଡ଼ିରେ ଗେଞ୍ଜିବାକୁ ମୁଁ ଗଞ୍ଜିବି ମୁଁ କଣ ମୁଁ ଗଞ୍ଜିବି କଣ ଥଣ୍ଡା ଲାଗିବେ ମୁଁ ଗଞ୍ଜିବି ନା କହିଲା ତ ମତ ମାରିଦେବେନି ସତ କଥା ତମେ ତ ଶବ ହେଇକିରି ପଡିଥିବ ହଁ ହୁଗୁଳା ଯେତେବେଳେ ଯାଇକିରି ତମକୁ ଗେଞ୍ଜଣା ବାଡ଼ିରେ ଗେଞ୍ଜିବ ତମେ କେମିତି ନାତ ମାରିବ ତ ଗେଞ୍ଜଣା ବାଡ଼ି ଆଣ୍ଟ ଅଛି ତ ହଁ 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 କାଠି ଆଣ୍ଟ ନଥିବ ଏ ପୁଣି ଗେଞ୍ଜି ପକେଇବ ହଁ ହଁ ନାହିଁ ତମେ ଯୋଉ ଏ ଯୋଉ ମୋର ପିଲାକୁ ଯୋଉ କନ୍ଦଉଛ ତମ ମା ପୁତ ପୁତ ବୋଲି କାନ୍ଦିବ ଏ ଦୁଦ ରକତଇ ଖିଆର ପୁଅ ରକତଇ ଖିଆ କଣ ଗାଳି କରୁଛ କଣ ଗାଳି କରୁଛ ଏଟା ଗାଳି ଆଉ କଣ ଗାଳି ନା, କଲା ଏଇଟା ଗାଳି କରୁଛି। ଏବେ ଗାଳି କଲା ଆଉ କଣ ଆଁ? ଆଉ କଣ ଏଇଟା ଗାଳି କରୁଛି ହଁ ଏଟା ଗାଳି ନାହିଁ ଆଜ୍ଞା ଆଉ କଣ ତମକୁ ଆଶୀର୍ବାଦ ଦିଆ ହଉଛି କଣ ଆଶୀର୍ବାଦ ହଁ ହଁ ଏଟା ଆଶୀର୍ବାଦ ନା କଣ ଚାଲ ଏ ଏଡା ଏଡା ନାଇଁ ନାଇଁ ତୁ ଯୋଉ କହିଲୁ ଚାଲ ଚାଲ ବୋଲି କହୁଛୁ କଣ ପାଇଁ ତୁ ତ ଯିବୁ ଯିବୁ ସାଥିରେ ସବୁ ଲୋକ ଯାଉ ଧରିକି ପଳୁ ଏ ମୂର୍ଖ ପିଲା ଏଟା ଗାଳି ନାହିଁ ଏଟା ଆଶୀର୍ବାଦ ମତେ କହ ବୋଲି କହିବି ଭଙ୍ଗେଇକି ନେବି ହେଲା କଣ ଭଙ୍ଗେଇକି ନଉ ଆରେ ମୁଁ କେତେ ଲୋକ ଭଙ୍ଗେଇଲିନି ଏବେ ଏବେ ଆକେ ଦିନ ବାଡି ଲଉଥିଲେ ଆକେ ଘଇତାକୁ ବାଡି ଲଉଥିଲେ ଆ ମାଇକିନା ଗୁଣି ଭଙ୍ଗେଇଲେ ମୁଁ ଆଉ ମାଇକିନା ଭଙ୍ଗେଇଲି କଣ ଭଙ୍ଗେଇଲୁ ଆରେ ମାଡ ଗଳୁଲା ଅଲଗା କଲି ଶାନ୍ତ କଲି ଭଙ୍ଗେଇକି ହେଲା ମୂର୍ଖ ପିଲା ସେମିତି କହିପାରୁନୁ ସେମିତି କହିବାକୁ ପଡିବ ନ କହିକିରି ହଁ ଶୁଣନ୍ତୁ ଆଜ୍ଞା ହଁ ହଁ ଆପଣ ଯୋଉ ଗାଳି ବୋଲି କହୁଛନ୍ତି ହଁ ହଁ ଏଟା ଗାଳି ନାହିଁ ଆଜ୍ଞା ଆଉ କଣ ମା ମାନେ ଗାଳି କରୁଛନ୍ତି ହଁ, ଆଁ? ଗାଳି କଲେ ପୁଅ ମାନଙ୍କ ପାଇଁ ସେଟା ଆଶୀର୍ବାଦ ଲୋକେ କହନ୍ତିନି ମାର ଗାଳି ଦାଣ୍ଡର ଧୂଳି ଠିକ ଠିକ ଖଣ୍ଡ ବିରାତେ ଖାଇଦେଲେ କା ଗୋରୁ ଗାଈ ହଁ ମାନେ କହିବି କୋ ବଡରେ କିଆରେ କୋ ରକତ କିଆରେ କୋ ରହିବାରେ ଖାଇଦାରେ ହଁ ଗୋରୁରା ଫିଟିଛି ଏଟା ଗାଈ ନାହିଁ ଏଟା ଗାଳି ଏଟା ଗାଈ ନାହିଁ ନା ନା ଏଇଟା ଆମ ସମ୍ପୂର୍ଣ୍ଣ ଜୀବନ ଯୋଉ ବିତି ବିତି ଆସିଛି ଏଇ ଜୀବନରେ ଆମର ସମ୍ପୂର୍ଣ୍ଣ ଜୀବନ ଆସିବାଠୁ ଯିବା ପର୍ଯ୍ୟନ୍ତ ବୋଲି ଏଗୁଡାକ ସବୁ ହଉଛି ସେଥିପାଇଁ ମା ମାନେ ଆମକୁ ତାକୁ ଗାଳି ସଦୃଶରେ ଆମ ଉପରେ ପ୍ରୟୋଗ କରନ୍ତି ସେଇଟା ଆଶୀର୍ବାଦ ସ୍ୱରୂପ ଆମ ଉପରେ ପଡେ କେମିତି ଶୁଣେ କେମିତି ହଁ अरे अरे तो बाजा बजा रहा हूँ ହଁ कैसे बजा रहा हूँ ହଁ बजा रहा हूँ हाँ। बहुत कैसे ऊपर कौन बोल रे କହିଲା କେସି ଉପରେ ପା ବୋଲି कैसे ना बजा रे बस की टिके बोली कहूँ বড় গিয়া কিরে রকত খিয়া বড় গিয়া কিরে রকত খিয়া রই জড়া পুয়া মোর রাঙরে ঠিয়া তো মুহরে নিয়া ଆଉଥରେ ଗାଳି କଣ କଲ ନାଇଁ ଆଜ୍ଞା ମୁଁ ନ କରିବା ଲୋକ ମୁଁ ଆପଣ ହଉଛନ୍ତି ମୋର ସାହେବ ମୁଁ ଆପଣଙ୍କୁ ଗାଳି କରିପାରିବି ଆଜ୍ଞା ଆପଣ ଯଦି କହିବ ଆର ଅର୍ଥ ଗୁଡାକ ମୁଁ କହିବି କୁହ ଏ ଯାକ କିପରି ଭାବେ ଗାଳି ନୁହେଁ ଆମ ଉପରେ କିପରି ଆଶୀର୍ବାଦ ରୂପେ ମାନେ ଆମ ଉପରେ ମାନେ ଯାହା ବି କିଛି ଆଶୀର୍ବାଦ ହୋଇ ଆମ ଉପରେ ଆମ ଜୀବନ ସାରା ପାଇଁ ଆମର କିପରି ଉପକାରରେ ଆସିବ ହାଁ? ଦେଖନ୍ତୁ ଆଜ୍ଞା ପ୍ରଥମେ ମୁଁ କଣ ଗାଳି କଲି ଆପଣଙ୍କୁ ବୋର୍ଡରେ ବୋଡରୋଗିଆ ହଁ ବୋଡରୋଗିଆ ବୋଲି ଯୋଉ କହିଲେ ଆଜ୍ଞା ଆପଣ ଆପଣଙ୍କ ମାଙ୍କ ଗର୍ଭରେ ବା ପେଟରେ ଯେତେବେଳେ ଜନ୍ମ ନ ହୋଇଥିଲେ ଛୋଟ ଥିଲେ ମାଙ୍କ ଗର୍ଭରେ ଥିଲେ କେଉଁପରି ଅବସ୍ଥାରେ ଥିଲେ ଏଇପରି ଥିଲି କିପରି ଥିଲ ଏ ନା ନାଇଁ ନା ନାଇଁ ରଜାରାଣୀ ଭଳିଆ ହେଇଛି ତା ମାରା ହଁ ଏମିତି ରହୁଛି ନା ଏମିତି ରହୁଛି ହାଁ? ଆଜ୍ଞା ମା ଗର୍ଭରେ ଗୋଟିଏ ଶିଶୁ ମାନେ ଗୋଟେ ରୋଗ ଗୋଟେ ରୋଗୀ ଯେପରି ଏପରି ମୁଦାମୁଦି ହୋଇକି ରହେ ସେଇପରି ଭାବେ ଆମେ ମାର ଗର୍ଭରେ ଏପରି ମୁଦାମୁଦି ହୋଇକି ରହୁଛନ୍ତି ନା ନାଇଁ ଆଜ୍ଞା ରହୁଛନ୍ତି ସେଥିପାଇଁ ମା ଗୋଟିଏ ପଦ ଗାଳି ଗଲା ହଇରେ ବୋଡ ରୋଗିଆ ଆପଣ ବଡ ରୋଗ ହେଲା ପରି ପେଟ ଭିତରେ ନଥିଲେ ଗର୍ଭ ଭିତରେ ନଥିଲେ ଥିଲେ ଦ୍ୱିତୀୟ ପଦ କଣ କହିଲେ ଆଜ୍ଞା ରକତ ଖିଆ ରକତ ଖିଆ ଆପଣ ଯେତେବେଳେ ଗର୍ଭର ଭାରରୁ ନାଇଁ ନାଇଁ ଆମର ଆଜ୍ଞା କହୁଛନ୍ତି ନା ମୁଁ ଆଜ୍ଞାଙ୍କୁ ଗାଳି କଲି ବୋଲି ସେଥିପାଇଁ ଆଜ୍ଞାଙ୍କୁ ବୁଝଉଛି ଆଜ୍ଞା ବଡ ଲୋକ
ଆଉ ଆମର ତ ଯେତେ ବନ୍ଧୁ ଯେତେ ଭାଇ ମାନେ ଯେତେ ମଉସା ବଡ଼ ବସିଛନ୍ତି ସମସ୍ତେ ତ ଜ୍ଞାନୀ, ତାଙ୍କ ଆଗରେ ଆମେ କଣ ଜ୍ଞାନ ବାଣ୍ଟିବା? ଏଇ ଗ୍ରାମରେ କେତେ ନା କେତେ ବରିଷ୍ଠ କଳାକାର ପାଦ ପକାଇ ପଳେଇଛନ୍ତି। ପାଦ ପକେଇଛନ୍ତି ଆମେ ନିମିଷେ ମାତ୍ର ଆମେ ନିମିଷେ ମାତ୍ର କେତେ କଳାକାର କେତେ ବରିଷ୍ଠ କଳାକାର ଏଇ ଭୂମିରେ ପାଦ ପକାଇ ଆଜ୍ଞା ଯାଇଛନ୍ତି। ଆମେ ବା କହି କହି କେତେ ପୁରାଣ କହିବା, ତାଙ୍କଠୁ ଅଧିକ କଣ କହିପାରିବା କି? ଯେତିକି ପାରିବା ସେତିକି କହିବା। ଆଜ୍ଞା ମୁଁ ତ ନୂଆରେ ଅଭିନୟ କରୁଛି, ଆପଣ ମୋର ଅଭିନୟରୁ ହିଁ ଜାଣିପାରୁଥିବେ। ବହୁତ କଳାକାର ଗଲେଣି, କାହିଁକି ମୁଁ ତ 3-4 ଥର ଆଲେନି ଆଉ ମୁଁ 3-4 ଥର ଆଲେନି। କଣ ମୂର୍ଖ ପିଲା, 4 ଚକିଆ ଗାଡି କଥା କୁହା ହଉନି ଏଠାରେ। କଳାକାର ମାନେ ଆର୍ଟିଷ୍ଟ ଇଂଲିଶ କହିଲେ ବୁଝୁଥୁ, ତୁ ଓଡ଼ିଆ କହିଲେ ବୁଝୁନଥୁ ବେଲେ ତୋ ମା ବେଶୀ ପାଠ ପଢେଇଛି ତ ତତେ। ସେଥିପାଇଁ ଆମେ ଗୋଟେ କ୍ଷୁଦ୍ର କଳାକାର, ଆମେ ଯେତିକି ଆଜ୍ଞା ଜ୍ଞାନ ମୋ ପାଖରେ ଅଛି ମୁଁ ସେତିକି ଆପଣଙ୍କ ପାଖରେ ପ୍ରକାଶ କରିବା ପାଇଁ ଚେଷ୍ଟା କରିବି। ମୋର କ'ଣ ତ୍ରୁଟି ଥିଲେ ଆପଣ ମାନେ ଧରିବେନି, କ୍ଷମା ମାଗୁଛି। ଦ୍ୱିତୀୟ ପଦ କହିଲି ରକତ ଖିଆ। ଆପଣ ଯେତେବେଳେ ଗର୍ଭର ଧାରରୁ ବାହାରିକି ଯେତେବେଳେ ଏଇ ଯୋଉ ସମାଜକୁ ଆସିଲେ ସମସ୍ତେ, ଆପଣ ଏଇଲି ନାହିଁ ଆଜ୍ଞା, ସମସ୍ତେ ସବୁ ପ୍ରାଣୀ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି ସେତେବେଳେ ତାଙ୍କର ନାଭିନାଡ଼ ମାର ଅନ୍ତକୁ ଲାଗିଥାଏ। ସେଇ ଯୋଉ ନାଭିନାଡ଼ ଆଜ୍ଞା କାଟି ଦିଆଯାଏ। କାଟିଦେଲା ପରେ ସେଥିରୁ ଯୋଉ ରକ୍ତ ବହେ, ସେ ରକ୍ତ କଣ କରନ୍ତି ମା ମାନେ ଟିକେ କଣ କରନ୍ତି ଚଟେଇ ଦିଅନ୍ତି ନିଜର ଛୁଆକୁ। କାହିଁକି ଚଟାଇ ଦିଅନ୍ତି ନା ମା ଆଉ ପୁଅ, ମାର ମମତା ଆଉ ପୁଅର ଯୋଉ ସ୍ନେହ ମା ପ୍ରତି କେବେ ହେଲେ ନ କମିବ। ରକ୍ତର ସମ୍ପର୍କ ମଲା ଗଲା ପର୍ଯ୍ୟନ୍ତ ନିବିଡ଼ ହୋଇ ରହିବା ପାଇଁ ମା ମାନେ କଣ କରନ୍ତି, ନାଭିନାଡ଼ରୁ ଯୋଉ ଟିକେ ରକ୍ତ ବାହାର କରି ନିଜର ପୁଅକୁ ଟିକେ ଚଟେଇ ଦିଅନ୍ତି। ନିଜର ପୁଅ ହଉ କି ଝିଅ ହଉ, ପୁଅ ବୋଲି ଆଜ୍ଞା ଟେକିବାନି କି ଝିଅ ବୋଲି ଆଜ୍ଞା ଫିଙ୍ଗିବାନି। ଆଜିକାଲି ଯୁଗରେ ପୁଅ ଝିଅ ଉଭୟ ସମାନ। କଣ ପାଇଁ ନା ପୁଅ ଏବେ ଘରର ଯେତିକି ଟେକ ରଖିଲାଣି, ଝିଅ ବି ଏବେ ବିଦେଶ ଯାଇକି ବିଭିନ୍ନ ପାଠ ପଢିକି ମାନେ ବହୁତ ପାଠ ପଢିକି ସେ ବି ବିଦେଶ ଯାଇକି ଟଙ୍କା କମେଇବାରେ ଲାଗିଲାଣି। ସେଥିପାଇଁ ଆଜ୍ଞା ପୁଅ ଝିଅକୁ ଆମେ କେବେ ହେଲେ ଅଲଗା ଦେଖିବାନି। ଝିଅଟା ଝିଅ ଆକା, ପୁଅଟା ପୁଅ ଆକା, ହେଲେ ବି ତାଙ୍କର ଯୋଉ ଆମେ ଯୋଉ ଛନ୍ଦ ମାନେ ବିଚ୍ଛେଦ କରୁଛନ୍ତି, ଅଲଗା ଦୁହେଁକୁ ଦେଖୁଛନ୍ତି, ସେପରି ଭାବେ ଦେଖିବାନି। ଦୁହେଁ ସନ୍ତାନ, ପୁଅ ହଉ କିମ୍ବା ଝିଅ ହଉ, ମା ପାଇଁ ସିଏ ସମାନ। ବାପା ହୁଏ ତ ଆଜ୍ଞା ବେଳେ ବେଳେ କହିପାରେ ମୋ ପୁଅଟା ମୋ ପାଇଁ ବଡ, ଝିଅଟା କଣ କରିବ ପର ଘରକୁ ପଳେଇବ, ଆଜି ଜନ୍ମ ହେଇଛି କାଲିକି ପର ଘରକୁ ପଳେଇବ, ବାପା ହିଁ ଭାବିପାରେ। ହେଲେ ମା ପାଇଁ ସଦା ସର୍ବଦା ତା ପୁଅ ଯେତିକି ତା ଝିଅ ସେତିକି। ମା କେବେ ପୁଅ ଝିଅକୁ କେବେ ଭିନ୍ନ କରି କେବେ ବି ଦେଖିବନି। ସେଥିପାଇଁ ସେଇ ଯୋଉ ଅନ୍ତନାଳୀରୁ ରକ୍ତ ଟିକେ ବହେ, ସେ ବହେ ଟିକେ ଚଟେଇ ଦିଏ ଆଜ୍ଞା। ସେଥିପାଇଁ ଆପଣଙ୍କୁ କୁହାଗଲା ରକତ ଖିଆ। ଆପଣଙ୍କୁ ନାହିଁ, ସମଗ୍ର ଜଗତରେ ଯେତେ ଛୁଆ ମାନେ ଅଛନ୍ତି ମା ମାନେ ସ୍ନେହରେ କହନ୍ତି ହଇରେ ବୋଡର ଗିଆ, ହଇରେ ରକତ ଖିଆ ବୋଲି ଗାଳି କରନ୍ତି। ଆଉ ଥରେ ପଦଟେ କଣ କହିଲି ଆଜ୍ଞା, ରହିଜଳା। ଆଜ୍ଞା ଏ ଯୋଉ ଜଗତରେ ଆମେ ଯୋଉ ଜନ୍ମଗ୍ରହଣ କରୁଛନ୍ତି, ଦୁନିଆ ଦୁଇଟି ନିଆଁକୁ ଧରି ଆଜ୍ଞା ଦୁନିଆ। ଗୋଟେ ନିଆଁ, ପ୍ରଥମ ନିଆଁ ହେଲା ଆମର ଏନ୍ତୁଡ଼ି ଶାଳ ନିଆଁ। ଦ୍ୱିତୀୟ ନିଆଁ ହେଲା ଯୋଉଟା କି ଶ୍ମଶାନ ଭୂଇଁରେ ଆମକୁ ମୁଖାଗ୍ନି ଦିଅନ୍ତି। ଶ୍ମଶାନ ଭୂଇଁରେ ଯୋଉ ଆମ ରହିଟାକୁ ଜଳାଇ ଦିଆଯାଏ, ସେଇଟା ହଉଛି ଆଜ୍ଞା ଦ୍ୱିତୀୟ ନିଆଁ। ଏ ପ୍ରଥମ ନିଆଁ ଆଉ ଦ୍ୱିତୀୟ ନିଆଁକୁ ଧରି ଆଜ୍ଞା ଦୁନିଆ। ମଝିରେ ଆଉ ଯାହା ବି ଆମେ ସବୁ କର୍ମମାନ କରି ଯାଉଛନ୍ତି, ତାକୁ ଧରିକିରି ଆମକୁ ଫଳ ମିଳୁଛି ଆଜ୍ଞା। ସେଥିପାଇଁ ଏ ଯୋଉ ଦୁନିଆକୁ ଆମେ ଆସୁଛନ୍ତି, ଆମ ତ ରହି ଦିନେ ନା ଦିନେ ଜଳିବ, ଏଇଟା ନିରାଟ ସତ୍ୟ। ଯଦି ଆମେ ମହିମଣ୍ଡଳକୁ ଆସିଛନ୍ତି, ତାହେଲେ ଆମର ମରଣ ସୁନିଶ୍ଚିତ। ଜନ୍ମ ଯଦି ଅଛି, ମରଣ ନିଶ୍ଚିତ ଅଛି। ଯଦି ଜନ୍ମ ହେଇଛି, ମରଣ ନିଶ୍ଚିତ ହବ, ଏଇଟା ଅମର ଗାର। ସେଥିପାଇଁ ମହିମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଣ। ଦେବତା ହେଲେ ସୁଦ୍ଧା ମରଣ ଅଛି, ତ ଆମେ ତ ସାମାନ୍ୟ ମନୁଷ୍ୟ। ସେଥିପାଇଁ ଆଜ୍ଞା ରହିଜଳା ବୋଲି ପଦଟେ କୁହନ୍ତି। ରହିଜଳା ପୁଅ ମୋର ଦାଣ୍ଡରେ ଠିଆ। ଆପଣ ଯେତେବେଳେ ଯୋଉ ଛୋଟରୁ ବଡ଼ ହୋଇ କ୍ରମାନୁସାରେ ବଡ଼ ହୋଇ ଯାଆନ୍ତି, ସେତେବେଳେ ଧୂଳି ଖେଳନ୍ତି ପିଲାମାନଙ୍କ ସହିତ, ଦୌଡ଼ରେ ଖେଳନ୍ତି, ବିଭିନ୍ନ ଖେଳ କରନ୍ତି। ଯେତେବେଳେ ଦାଣ୍ଡରେ ଆପଣ ଖେଳି ବୁଲିକି ନାଚିକି ଯାଇକି ଯେତେବେଳେ ମौज ମସ୍ତି କରନ୍ତି, ସେତେବେଳେ ମା ଦେଖିକିରି ବହୁତ ଖୁସି ହୁଏ, ଯାହା ହଉ ଟିକେ ବୋଝଟା ଉତରି ଗଲା। ପିଲା ଯେତେବେଳେ ଦାଣ୍ଡରେ ଧୂଳି ଖେଳରେ ଲାଗେ, ମା କହେ ଟିକେ ମୋର କାମଟା ହାଲକା ହୋଇଗଲା। ନହେଲେ ପିଲାର ସେବାରେ ତ ତାର ଦିନ ପଳଉଥିବ।
ସେଥିପାଇଁ ଆପଣଙ୍କୁ ଏଇଟା ଗାଳି ନାହିଁ ଆଜ୍ଞା, ମାଙ୍କର ଆଶୀର୍ବାଦ। ହଁ ହଁ? ଆପଣ ଯୋଉ ଏ ନାରୀଟିକୁ ବାନ୍ଧି ଦେଇଛନ୍ତି ହଁ। ଏ ଅଧରାତ୍ର ସମୟରେ, ହଁ। ଅଧରାତ୍ର ସମୟରେ ଯୋଉ ବାନ୍ଧି ଦେଇଛନ୍ତି, ହଁ। ସେ ନାରୀଟି ଯଦି ବନ୍ଧନ ଅବସ୍ଥାରେ ମରିଗଲେ ଆଜ୍ଞା, ହଁ। ସେଥିରେ ମୋର ପାପ, ମତେ କିଛି ପାପ ନାହିଁ, ସେଥିରେ ଆପଣଙ୍କୁ ବି ପାପ ଲାଗିବ। ଦୂତ କୁହ। ଏହିପରି ନାରୀକୁ ବନ୍ଦନ କଲେ ସେଥିରେ କି ପାପ ଅଛି ଦୂତ? ଓହୋ, ସେଥିରେ କଣ ପାପ ଅଛି ଆପଣ ଜାଣିନାହାନ୍ତି? ନାହିଁ। ନ ଜାଣିବାରୁ ବାନ୍ଧିଲେ, ଯଦି ଜାଣିଥାନ୍ତେ ଏ କାମ ଯାହା କରିଥାନ୍ତେ କି ଆଜ୍ଞା? ଯଦି ବିପଦ ଅଛି ବୋଲି ଜାଣିବେ ଆପଣ କେବେ ସେ କାମ କରିବେ କି? ଆପଣ ଜାଣିନାହାନ୍ତି ସେଥିରେ ବିପଦ, ଆପଣଙ୍କୁ ପାପ ଲାଗିବ ବୋଲି। ସେଥିରେ କି ପାପ? ଶୁଣିବେ? ହଁ। ଶୁଣିବେ? ହଁ। ତାହେଲେ ଶୁଣନ୍ତୁ, ବସନ୍ତୁ। ଦେଖ ଗୋହା ପାପ ଯୁଗାନ୍ତେ କ ସ୍ତ୍ରିୟା ପାପ ଚତୁର୍ଯୁଗମ୍, ଦେଖ ଗୋହା ପାପ ଯୁଗାନ୍ତେ କ ସ୍ତ୍ରିୟା ପାପ ଚତୁର୍ଯୁଗମ୍, କଳ୍ପାନ୍ତେ ସ୍ୟଃ ବ୍ରହ୍ମ ପାପ ହା ହା হে ব্রহ্ম শ্লাঘন সিদ্ধতে হে হা গোহা পাপ যুগান্তে ক স্ত্রিয়া পাপ চতুর্যুগম, ঠিক ঠিক। কল্পাতে স্যঃ ব্রহ্ম পাপ ব্রহ্ম শ্লাঘন সিদ্ধতে। হ্যাঁ। গোহা পাপ, এই যে যে গো হত্যা করে, হ্যাঁ, হ্যাঁ? যে গো হত্যা করে আজ্ঞা, গোহা পাপ যুগান্তে ক, তাକୁ ଏକ ଯୁଗ ପର୍ଯ୍ୟନ୍ତ ପାପ ବହନ କରିବାକୁ ପଡେ। ହଁ। ଯେ ସ୍ତ୍ରୀ ହତ୍ୟା କରେ ହଁ। ତାକୁ 4 ଯୁଗ ପର୍ଯ୍ୟନ୍ତ ବୋଲି ପାପ ବହନ କରିବାକୁ ପଡେ। ହଁ। কল্পান্তে স্যঃ ব্রহ্ম পাপ, ହଁ। যে ব্রহ্ম হত্যা করে ହଁ। সে এক কল্প বা 7 জন্মକୁ ଏକ কল্প ବୋଲି କୁହାଯାଏ। 7 জন্ম পর্যন্ত এই পাপ বহন କରିବାକୁ পড়ে। হ্যাঁ, ସେଥିପାଇଁ ବୋଲି ଏ ଜୀବନ ବା ଏ ସଂସାର, ଏ ମାୟା ସଂସାରରେ ଆମେ କଣ ଧରି ଆସିଛନ୍ତି ଯେ କଣ ଧରିକି ଯିବା? ସେଥିପାଇଁ ରେ ମାନବ, ଏ ସବୁ ମୋହମାୟା ସଂସାରରେ ଏ ସବୁ ମୋହମାୟାକୁ ତ୍ୟାଗ କରି ଟିକେ ବ୍ରହ୍ମକୁ ଚିହ୍ନିବାକୁ, ଟିକେ ବ୍ରହ୍ମ ଜ୍ଞାନକୁ ପାଇବାକୁ ଚେଷ୍ଟା କରେ, ଟିକେ ହରିଙ୍କୁ ଜପ କରେ। ମନରେ ହରି ଭଜନ, ହରି ଭଜନ ଛାଡ଼ି, ମନରେ ହରି ଭଜନ, ହରି ଭଜନ ଛାଡ଼ି, ମନରେ ହରି ଭଜନ। ମାନବ জনম, মানব জনম দুর্লভ জনম, মানব জনম কলু গাড়ি, মনরে হরি ভজন, হরি ভজন ছাড়ি, মনরে হরি ভজন। ଶରୀର, ଏ ଯୋଉ ଦୁର୍ଲଭ ଜନ୍ମ ଆମେ ଯୋଉ ପାଇଛନ୍ତି, ଏ ମନୁଷ୍ୟ ଜନ୍ମଟା ଆମକୁ ଆର ଜନ୍ମକୁ ମିଳିପାରେ କି ନ ମିଳିପାରେ, ଆମେ ତ ଜାଣି ନାହାନ୍ତି ନା। ସେଥିପାଇଁ ଏ ଯୋଉ ମାନବ ଜନ୍ମ, ଏ ଜନ୍ମରେ ଆମେ ଯୋଉ ପାଇଛନ୍ତି, କିଛିଟା ହରିନାମ ନେଲେ ଆମର କିଛି କ୍ଷତି ହବନି ଆଜ୍ଞା। ଆହୁରି କଣ ପ୍ରମାଣ ରହିଛି ଜାଣିଛନ୍ତି? କଣ? ଶୁଣନ୍ତୁ ଆଜ୍ଞା। ପରର ଧନକୁ ଆଶା ବଳାଇଲେ লাগই বহুত পাপ, লাগই বহুত পাপ, দেখি পর নারী কামে হেলে ঘারি, দেখি পর নারী কামে হেলে ঘারি, জম ভাঙ্গে তার দর্প হে বীর, জম ভাঙ্গে তার দর্প।
ଯଦି କିଛି ଧନ ସମ୍ପତ୍ତି ନାହିଁ ହୋଇଛନ୍ତି ହଁ ଆମେ ଯେତିକି କମାଉଛନ୍ତି ଆଜ୍ଞା ଆମର ସକୁଟୁମ୍ବ ସେତିକିରେ ପୋଷଣ ହୋଇଯାଉଛି ଆମର ଆଉ ଅଧିକ କମେଇବା ପାଇଁ ଆମ ପାଖରେ ସକ୍ଷମ ନାହିଁ କି ଆମର ଆଉ ଅଧିକ ଧନ ସମ୍ପତ୍ତି କରିବା ପାଇଁ ଆମ ପାଖରେ ସକ୍ଷମ ନାହିଁ ହେଲେ ଆମ ପଡ଼ିଶା ଘର ଲୋକ ଯଦି ଆମଠୁ ଅଧିକ ଧନ ସମ୍ପତ୍ତିରେ ତା ଘର ପରିପୂର୍ଣ୍ଣ ହୋଇଥିବ ତାହେଲେ ଆମେ ଯଦି ତା ଧନ ସମ୍ପତ୍ତିକି ଦେଖିକିରି ଟିକେ ଯଦି ଆଶା ବଳେଇବା ସେଥିରୁ ଯୋଉ ପାପ ଲାଗିବା ଆଜ୍ଞା ସେ ପାପଠୁ ଆଉ ପାପ ନାହିଁ ହଁ ଆରେ ଆମ କର୍ମକୁ ଦେଖିକିରି ଆମେ ଯେତିକି କମାଉଛନ୍ତି ସେତିକିରେ ଆମେ ସନ୍ତୁଷ୍ଟ ହେବା ଦରକାର ନିଶ୍ଚୟ ପରର ଧନକୁ ପରର ସମ୍ପତ୍ତିକି ଦେଖିକିରି ଆମେ ଯଦି ଆଶା କରିବା ତାହେଲେ ଆମକୁ କ'ଣ ଲାଭ ମିଳିବ ସେ କ'ଣ ଆମକୁ ଆଣି ଦେଇଦେବ ଆମେ ଯଦି ମନ ମଧ୍ୟରେ ସ୍ଥିର କରିବା ତାର ଧନ ସମ୍ପତ୍ତି ଅଛି ସିଏ ମୋତେ ଦେଇଦେଇତା କି ଏପରି ଆମେ ଯଦି ଚିନ୍ତା କରିବା ସେ କ'ଣ ଆମ ମନ କଥା ଆଣିକିରି ମନ କଥା ଜାଣିକିରି ଆଣି ଆମକୁ କ'ଣ ଧନ ଟିକେ ଦେଇଦେବ କି ନାହିଁ ସେଥିପାଇଁ ଏହା ବିଚାର କରିବା ବି ବହୁତ ବଡ଼ ପାପ ଆଉ କ'ଣ କଲେ ପାପ ଜାଣିଛନ୍ତି କଣ জীববধ মাত্রে লাগে বহু পাপ স্ত্রী হত্যা তাঠু বড়ি স্ত্রী হত্যা তাঠু বড়ি পাপ যে লাগই বিধবা নারীଙ୍କୁ পাপ যে লাগই বিধবা নারীଙ୍କୁ কোড়ে ধরি কলে কোড়ে ধরি কলে তেড়ি ଆପଣ ଯଦି ଜୀବ ହତ୍ୟା କରନ୍ତି ଆଜ୍ଞା ଦେଖନ୍ତୁ ଯେକୌଣସି ଚଷା ଯଦି ସେ ଚାଷ କରିବାକୁ ଯାଏ ତାର ଲଙ୍ଗଣ ବନରେ ବହୁତ ଜୀବଜନ୍ତୁ ଆଜ୍ଞା ମରନ୍ତି ମରନ୍ତି ନା ନାହିଁ ମାଟି ଭିତରେ ଯେତିକି ଜୀବ ରହନ୍ତି ଏ ଯୋଉ କେଞ୍ଚୁଆ ଇଲି ଯୋଉ କହୁଛନ୍ତି ଆପଣ ମାନେ ଗାଁ ଗହଳିରେ କେଞ୍ଚୁଆ ତାକୁ କ'ଣ କହନ୍ତି ଆମର ସଂସ୍କୃତ ଭାଷାରେ ଜିଆ ଜିଆ କହନ୍ତି ଆଜ୍ଞା ସାହିତ୍ୟ ଭାଷାରେ ତାକୁ ଜିଆ କହନ୍ତି ଆପଣ ମାନେ ଗାଁ ଗହଳିରେ କହିବେ କେଞ୍ଚୁଆ ସେଇ ଯୋଉ ଜିଆ ମାଟି ତଳେ ରହେ ଆହୁରି ଯୋଉ କଲିକତ୍ରା ଇଲି ଯୋଉ କହୁଛନ୍ତି ଆଜ୍ଞା ସେ ପୋକଡ଼ାକୁ କ'ଣ କହୁଛନ୍ତି ଗୋଟେ ଯୋଉଟା କି ଯୋଉ ମାଟି ଖୋଳି ଖୋଳି ଭିତରେ ଚଟଲ ପୁରା ପଶି ଯାଉଥିବ ପାଖରେ ଆସି ଉଡ଼ିକି ପଶିଯିବ ସିଏ ବି ମାଟି ତଳେ ରହେ ମାଟି ତଳେ ବହୁତ ଜୀବ ରହନ୍ତି ଆଜ୍ଞା ଯୋଉମାନେ କି କୃଷକର ବନ୍ଧୁ ମାଟି ତଳେ ଆଜ୍ଞା ଯୋଉ ଜୀବ ରହେ ସିଏ ହଉଛି କୃଷକର ପ୍ରକୃତ ବନ୍ଧୁ ମାଷ୍ଟର ମୁଁ ଏବେ ବାଇଗଣ ତଳି ପକେଇଥିଲି ଯେ କଲିକତାରେ ଆଗ କାଟି ଦେଇଛି ଆଉ କ'ଣ କୃଷକର ବନ୍ଧୁ ନାହିଁ ଆଜ୍ଞା ଶୁଣନ୍ତୁ ସବୁଥିରେ ଭଲ ଅଛି ମନ୍ଦ ଅଛି ସବୁର କାର୍ଯ୍ୟ ବିପରୀତ ଅଛି ଆମେ ଏବେ ଏ ଗାଁରେ ମୁଁ ଆଜି ଦୁଆରୀ ଅଭିନୟ କରୁଛି ବୋଲି ଆଜ୍ଞା ମାନେ କହିବେ ସେ ଝିଅଟା ଦୁଆରୀ ହଉଛି କାଲିକି ମୁଁ ଅନ୍ୟ ଗାଁରେ ଯିବି ସୁଭଦ୍ରା ଅଭିନୟ କରିବି ସେଇଠି ଲୋକମାନେ କ'ଣ କହିବେ ଆଜ୍ଞା ମତେ ସୁଭଦ୍ରା ପିଲାଟା ବୋଲି କହିବେ ନା ନାଇଁ ଆପଣଙ୍କ ଗାଁରେ ସିନା ମୁଁ ଦୁଆରୀ ଅଭିନୟ କରୁଛି ବୋଲି ଆପଣ କହିବେ ସେ ଝିଅଟା ଦୁଆରୀ ବାନ୍ଧୁଛି ବୋଲି ଅନ୍ୟ ଗାଁରେ ଯାଇକି ମୁଁ ସୁଭଦ୍ରା ପ୍ଲଟ କରିବି ବୋଲି ସେ ଲୋକମାନେ କ'ଣ କହିବେ ଆଜ୍ଞା ଦୁଆରୀ ସୁଭଦ୍ରା ଝିଅଟା ବୋଲି କହିବେ ନା ନାଇଁ ସେଇପରି ଆଜ୍ଞା ଯାହା କାମ ତା କାମ ରହିଛି ଆପଣ କହିଲେ ଯେ ମୁଁ କ'ଣ ଚାଷ କରିଥିଲେ ସେ ଯାକ ଖାଇଦେଲେ ଆଉ ତାଙ୍କର ତ ସେ ଯାକ ଆଧାର ତାଙ୍କେ ଖାଇବେନି କି ତା ମାନେ କୃଷକ କ'ଣ ଛାଡ଼ି ଦଉଛି କି ତାର ଉପାୟ ଅଛି ଆଜ୍ଞା କ'ଣ ଗେମାସିନି ଚାରିପଟେ ପକେଇ ଦବ ଦେଖନ୍ତୁ ଆଜ୍ଞା କୀଟନାଶକ ଔଷଧ ଆପଣ ସେଟାକୁ ଗେମାସିନି କୁହନ୍ତୁ କି ଯାହା କୁହନ୍ତୁ ତାର ସାହିତ୍ୟ ଭାଷା ହେଉଛି କୀଟନାଶକ ଔଷଧ ଆପଣ କୀଟନାଶକ ଔଷଧ ତା ଉପରେ ପ୍ରୟୋଗ କରି ତାକୁ ମାରି ଦେଉଛନ୍ତି ହେଲେ ଆଜ୍ଞା ସେ କିପରି ଭାବରେ ସହାୟ କରୁଛି ଆପଣ ତ କହିଲେ ଅନିଷ୍ଟ କରୁଛି କିପରି ଭାବରେ ସହାୟ କରୁଛି ମୁଁ କହୁଛି ଶୁଣନ୍ତୁ ଦେଖନ୍ତୁ ଆଜ୍ଞା ସେ ମାଟିକୁ ଫସଫସିଆ କରିବାରେ ଆପଣଙ୍କୁ ସାହାଯ୍ୟ କରିବ ଆପଣ ଲଙ୍ଗଳ ନେଇକି ଚାଷ କରିକି ମାଟିକି ଫସଫସିଆ କରିପାରନ୍ତି ସତ କିନ୍ତୁ ସେ ଏପରି ଜଣେ ଆପଣଙ୍କର ବନ୍ଧୁ ସେ ମାଟିକୁ ଦେଖିଛନ୍ତି ନା ଆଜ୍ଞା ସେ ଖୋଳି 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 ମାଟିଟାକୁ ଉର୍ବର କରାଉଛି ମାଟି ଉର୍ବର କରାଇବ ମାଟିକୁ ଫସଫସିଆ କରାଇବ ସେଥିପାଇଁ କହନ୍ତି ଜିଆ ସେ ମାଟି ତଳେ ଯେତିକି ଜୀବ ରହନ୍ତି ତାଙ୍କେ ହେଉଛନ୍ତି କୃଷକର ବନ୍ଧୁ ଠିକ କଥା ଆଜ୍ଞା ସେ ଅନିଷ୍ଟ କରନ୍ତୁ ଆଜ୍ଞା ଅନିଷ୍ଟ କଲେ ବି ସେ ଆମର କିଛି ବିଶିଷ୍ଟ କାମ କରୁଛନ୍ତି କି ନାହିଁ ସେଥିପାଇଁ ବୋଲି କିଏ ଭଲ କରିପାରେ କିଏ ମନ୍ଦ କରିପାରେ
गोटे लोक पाखरे आज्ञा केते प्रकार गुण अछि हाँ केते प्रकार गुण अछि आमे ताको कोडे भल रूप रे देखिथिबा कोडे मंद रूप रे देखिथिबा कोडे शांत रूप रे देखिथिबा केतल को रूप रे देखिथिबा सेही परि आज्ञा कीट मानक पाखरे भी शिष्ट गुण अछि दुष्ट गुण अछि सेति पई बोली आमे ताको केबे हेले भूल बोली कहिबानी ना ना से अन्य पक्ष हमर क्षति करि पारे आ गोटे पक्ष हमको सहाय्य करूछि हेले आज्ञा आउरी कोन रहिला देखि पर नारी कामे हेले घारी जम भांगे तार दर्प जीवबद्ध माते लागे महापाप स्त्री हत्या ताठू बड़ी आपण जदि गोटे स्त्री को हत्या कर देबे जीव हत्या तो हत्या आज्ञा स्त्री हत्या ताठू और पाप लागिबो जीव हत्या और अधिक पाप लागि जिवो अच्छा दूत जदि गोटे विधवा नारी को आपण ता सहित जदि सहवास करंदी बा ता सहित जहाँ भी आपण माने कथाबार्ता हुंदी सेडा भी आपण को पाप आज्ञा विधवा नारींकर आज्ञा सधवा नारींकर स्वामी ही जगन्नाथ विधवा नारींकर जगन्नाथ ही स्वामी सधवा नारींकर स्वामी ही जगन्नाथ स्वामी बिना तांकर आनगति नाही जेते बेले से स्त्री विधवा होई जाए सेते बेले तार जगन्नाथ ही स्वामी सेति पई आज्ञा विधवा नारी सहित केबे भी ताको कुदृष्टि पकाइबेनी कि ताको केबे खराब उद्देश्य रे केबे भी चाहिबेनी कोन पई ना ताको जदी सही परि आपण जदी चाहिबे ताहले आपण को बहुत बड़ पाप लागिबो जमदार दर्प भांगिबो निश्चय आउरी आज्ञा कोन रहिले सुनि चंदी कोन पुराण सुनिण भाग्य अनुसारे दक्षिणा न देले हस्ते दक्षिणा न देले हस्ते सात जन्म परी जन्ते काला होई सात जन्म परी जन्ते काला होई भ्रमिब एई जगते वीर भ्रमिब एई जगते ए पदटी आज्ञा हैला पुराण सुनिन भाग्य अनुसारे दक्षिणा न देले हस्ते सात जन्म परी काला होई बुलिबो एही जगते बा भ्रमिबो एही जगते आज्ञा पुराण सुनिन भाग्य अनुसारे दक्षिणा न देले हस्ते दक्षिणा माने आपण माने कोन भाबिले दक्षिणा माने आपण माने भाबुथिबे दुआरी अभिनय करछि जे टंका पैसा आगा मागुथियो टंका पैसा आगा मागुथिबो दक्षिणा माने आपण कोन भाबिबे आज्ञा टंका पैसा बोली भाबिबे कि नाही मु बे जो दक्षिणा कथाटा कहली आपण माने हठात करी कोन भाबिबे टंका पैसा नाही आज्ञा ना ना मु टंका पैसा आपण मानको मागुनी आपण जदि मोर पुराण सुनिबा मोर कथा सुनी दक्षिणा हिसाब रे टिके हरि बोलो हुळहुळी जदि मते देबे ताहाले मो जीवन सार्थ होई जीवो ठीक 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 सेति पई तिए कुंठित न होई माउसी माननको मा मानको अनुरोध बापा भाई मौसा मानको भी अनुरोध करूची कुनी कुनी छुआ माने भी बसिच श्रद्धार सहित एई पुराण सुनुच सेति पई दया करी आनंद एकबारे हरि बोलो हरि बोलो सुबिला काई हुळहुळी सुबिलानी तो हां हुळहुळी सुबिलानी काहे के हुळहुळी सुबिलानी असुविधा कोन तुमको मो टंका पैसा मागिली कि नाही ना हुळहुळी टिके दियो बोली कहली तमे जदी हुळहुळी दबो स्त्री हत्या ब्रह्म हत्या गो हत्या जहा करथिबो से पाप छाडी गिरी पळै आउ जो हमर सूर्य बाबू आत्मार सद्गति निमंते हुळहुळी पद मरि जाइछंती टिके हरि बोलो हुळहुळी देले तांको को मध निश्चय निश्चय आज्ञा कथारे तो अछि हरि नाम को धकाटे गांडी हला को टंकाटे सेति
जोठी भी हरिनाम चलथियो सेठे केते जण को भलो लागे केते जण भलो न लागे हाँ 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 मु आज्ञा ठिया है कि एते समय बज बज होउची मते हालिया नै हां मते सोस लागुनी मु एते बज बज होउची आपण माने जदी मझिरे कहबो गोटे मेलोटे दे दियो इले कहले मोर एती जा कहिबार आ किछ वैल्यू रहियो नहीं नहीं हां हबो समय धरि के देबा टिके गोटे चाली छी टिके एडा सरी दुख जा सिंडा चलची गोटे सुन मजा छाड़िबा आपण देखंतु गोटे नारी बंधन अवस्था रे पड़ी आज्ञा देखंतु मु सिना एबे आपण को बुझौची से झियोटी नाचुची आपण आज्ञा टिके चिंता करंतु सेठी गोटे नारी बंधन अवस्था रे पड़ी सी एबे टिके आगुरु कांदी कांदी कहूतिला हां ताकू मु बंधन अवस्था रे रखी कि एडे गोटे झियो को मु नचै परिबी ना ना हां गोटे एल्बम देई परिबी कि ताकू बंधन रु उद्धार कले सिना हमें कोन करबा नहले हमको पाप नहीं आज्ञा हां से झियो कांदी कांदी की बसिथिबा हमें ता घरे मेलोडी करबा हां सेइडा आज्ञा कथारे अछि परा हसी हसी जदि सासु घर को जाइथिबो कांदी कांदी दिन सरीबनी जदि कांदी कांदी सासु घर को जाइथिबो हसी हसी दिन सरी जीवो ठीक ठीक हां आज्ञा जो झियो बापा माँ कथारे कांदी कांदी के शाशु घर को जाए तार जीवन धनी हो जाए से सुख शांति रे संसार करे जी आज्ञा हसी हसी आज काली पळौचंदी ना हां ए जो दुनिया प्रकार बाहरलाणी लव मैरिज कोर्ट मैरिज हां एगुडा जो आज्ञा करूचंदी बापा माँ आशीर्वाद से थारे न थाए से गुडा से जीवन कांदी कांदी करी आज्ञा पळाए सेथि पई बोली आउ ये किंदी है हुगुला तिनी जेमामणि को बंधन करिछि तांको उद्धार कर दबा तापरे आज्ञांकर कथारे मेलोटे देबा आउरी आज्ञा आउरी गोटे पद कहिबा आज्ञा विरक्त हेलेनी गोटे पद कहिबा शिष्य होई जेबे गुरुଙ୍କ आगरे कहिबा मिथ्या वचन कहिबा मिथ्या वचन मले आर जन्मे कुकुर रूपरे मले आर जन्मे कुकुर रूपरे ए मते जनम हे वीर ए मते जनम शिष्य जे कि छात्र हाँ 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 छात्र होई कि शिक्षक बा गुरुजन आगे जदि मिछ कथा कहिबो ताहले ए जन्म नाही आज्ञा से जो मरि कि जो आर जन्म पाइबो निश्चय कुकुर हबो अच्छा दूत गुरु को घरे किए मिछ कही कुकुर होई ताहा को दूत ओहो सत कथा आज्ञा मु भाषण मार देले कोन हबो हां कहू नाहंती मु एबे कहिबी कि तू स्कूल जाउछु ना जाउछु हां सार को एक जीबी कहि कि झाड़ा जीबी कहि कि तेंतुली तोलियो जाउनु जाम तोलियो जाउनु सत कथा क जाउछु हां ना जाउछि आंब तोलिया पळौछि केमिति मिछ कथा कहि कि जाउछु मास्टर हां तते गुरु सिखौचंदी परा सत कहिले तरिबो सत कहिले मिछ कहिले कोन मरिबो मास्टर तमे जानि न एबर पिला मानको मास्टर गुरु शिक्षक माने शिक्षा दउचंदी मिछ कहिले महापाप सत कहिले जगन्नाथ वचन बाहानी को मिछ कहिले महापाप सत कहिले जगन्नाथ आज मिछ कहबुनी जदि जाम खाया को इच्छा हला बापा को कहबो बापा बाजार किणी आनी देबे चोरे की लाभ पाइबु रे जदि भी चोरे बारे आज्ञा मजा थाए चोरे की खाइबार आज्ञा बहुत मजा थाए दुष्टामी पिला मानकर दुष्टामी कोन हमें भांगी पारिया कि पिला बेले जदि दुष्टामी करिया ना कोन भेंटा हले कि बुढ़ा हले दुष्टामी करबा कि सेइडा किछि नै करबा दुष्टामी समय रे दुष्टामी करबो हेले शिक्षक को केबे मिछ कथा कहबोनी बुझिलु जदि मिछ कथा कहबो कोन होबो सुनुछु त ए जन्म रे नै आरो जन्म रे कुकुर होबो रे को देखे किए गुरु को बा शिक्षक को मिछ कथा कहि कि कुकुर होइथिला हां
ପୁରାଣରେ ପୁରାଣ କଥାରେ କହିବି ହାଁ ଶୁଣେ ମନ ଦେଇକି ହଁ ଆପଣ ପଚାରିଲେ ଆଜ୍ଞା ଏହି ଯୋଉ ଗୁରୁ ଶିଷ୍ୟ ହଁ ଶିଷ୍ୟ କିଏ ଗୁରୁଙ୍କ ଆଗରେ ମିଛ କଥା କହି କୁକୁର ହୋଇଥିଲେ ହଁ ହଁ ଦେଖନ୍ତୁ ଆଜ୍ଞା ମହାଭାରତ ଯୁଦ୍ଧ ହଁ। ଯେତେବେଳେ ପାଣ୍ଡବ କୌରବଙ୍କ ମଧ୍ୟରେ ଚାଲିଲା ମହାଭାରତ ଯୁଦ୍ଧ ଠିକ ଠିକ ସେତେବେଳେ ଆଜ୍ଞା ରାଜା ହେଲେ ଦୁର୍ଯ୍ୟୋଧନ ହଁ ହଁ ଆଁ? ଯେତେବେଳେ ରାଜା ଦୁର୍ଯ୍ୟୋଧନ ହେଲେ ତାଙ୍କର ଗୁରୁ ହେଲେ ଦ୍ରୋଣାଚାର୍ଯ୍ୟ ଠିକ ଠିକ ପାଣ୍ଡବଙ୍କର ଗୁରୁ ହେଲେ ଦ୍ରୋଣାଚାର୍ଯ୍ୟ ହଁ ହଁ କୌରବଙ୍କର ଗୁରୁ ହେଲେ ଆଜ୍ଞା ଦ୍ରୋଣାଚାର୍ଯ୍ୟ ହଁ, ହଁ, ହଁ। ହେଲେ ଆଜ୍ଞା ଯେତେ ଗୁରୁ ହଉ କି ଯାହା ହଉଛି ହୁଏ ଗୋଟେ ରଜାଙ୍କ ପକ୍ଷରେ ହିଁ ଗୋଟେ ରହିବ ନା ହଁ ହଁ ସେ କଣ କଲେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ରହିଲେ ଗୁରୁ ଦ୍ରୋଣ ହଁ ଯେତେବେଳେ ରହିଲେ କୌରବଙ୍କ ପକ୍ଷରେ ଯେତେବେଳେ ରହିଲେ ଗୁରୁ ଦ୍ରୋଣ ଆଜ୍ଞା ତାଙ୍କ ହାତରେ ଅସ୍ତ୍ର ଥିଲା ଯାକ ଏମିତି ଗୋଟେ ବୀର ପୁରୁଷ ବା ଗୋଟେ କ୍ଷତ୍ରିୟ ଯୋଦ୍ଧା ଗୋଟେ ଜନ୍ମ ହୋଇନି ଯେ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିଦବ ଠିକ ଠିକ କେତେ ଯୋଦ୍ଧା ହୋଇଥାଉ କେତେ କ୍ଷତ୍ରିୟ ପୁରୁଷ ହୋଇଥାଉ କେତେ ବୀର ହୋଇଥାଉ କେତେ ଯୁଦ୍ଧରେ ସେ କାଉ କାଉ ପରାସ୍ତ କରିଥାଉ ହଁ ହେଲେ ଗୁରୁ ଦ୍ରୋଣଙ୍କ ହାତରେ ଯେତେବେଳେ ଅସ୍ତ୍ର ଥିବ ତାଙ୍କୁ କିଏ କୌଣସି ଯୋଦ୍ଧା ବି ପରାସ୍ତ କରିପାରିବ ନାହିଁ ନାହିଁ ହେଲେ ଯେତେବେଳେ ଗୁରୁ ଦ୍ରୋଣ ଶସ୍ତ୍ର ଉଠାଇଲେ କୌରବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ହଁ 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 ଶ୍ରୀକୃଷ୍ଣ ଆଜ୍ଞା ପାଣ୍ଡବଙ୍କ ପକ୍ଷରେ ଥିଲେ ସେ ଚିନ୍ତା କଲେ ଯେ ଯଦି ଗୁରୁ ଦ୍ରୋଣ କୌରବଙ୍କ ପକ୍ଷରେ ରହନ୍ତି ତାହେଲେ ପାଣ୍ଡବଙ୍କର ନିଶ୍ଚୟ ହାରା ହବ ନିଶ୍ଚୟ ପାଣ୍ଡବ ନିଶ୍ଚୟ ହାରିବେ ହଁ ହଁ ଗୁରୁ ଦ୍ରୋଣଙ୍କ ହାତରେ ଯୋଉ ପର୍ଯ୍ୟନ୍ତ ଅସ୍ତ୍ର ଅଛି ସେ ପର୍ଯ୍ୟନ୍ତ ତାଙ୍କୁ କିଏ ପରାସ୍ତ କରିପାରିବ ନାହିଁ କୌରବଙ୍କର ନିଶ୍ଚୟ ଜିତାପଟ ହବ ଆଉ ପାଣ୍ଡବ ମାନେ ନିଶ୍ଚୟ ହାରିବେ ହଁ 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 ଏ କଥା ସେ ଚିନ୍ତା କରି ସେ କଣ କଲେ ମନ ମଧ୍ୟରେ ତାଙ୍କର ଦ୍ୱନ୍ଦ୍ୱ ଚାଲିଥିଲା ହେଲେ ଇଆଡୁ ଗୁରୁ ଦ୍ରୋଣ କଣ୍ଟ କରିଥିଲେ ଯେ ଯେତେବେଳେ ଯୁଦ୍ଧଭୂମିକୁ ଯିବା ପୂର୍ବରୁ କଣ୍ଟ କଲେ ଯେ ମୁଁ ଯୁଦ୍ଧ କରିବି ସତ ଯୋଉ ଦିନ ମୋ ପୁଅ ଅଶ୍ୱତ୍ଥାମା ମୁଁ ମରିବା ପୂର୍ବରୁ ଯୁଦ୍ଧ କ୍ଷେତ୍ରରେ ମୋ ପୁଅର ଯଦି ଆଗେ ପ୍ରଥମେ ଯଦି ମରଣ ହୋଇଗଲା ମୋ ପୂର୍ବରୁ ତାହେଲେ ମୁଁ ଶସ୍ତ୍ର ଛାଡ଼ିଦେବି ମୁଁ ଆଉ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବି ନାହିଁ ଆଜ୍ଞା କୋ ବାପା ଥାଉ ଥାଉ ତା ଆଗରେ ପୁଅଟା ଯଦି ମରିଯିବ ହେଲେ କୋ ବାପା ସମ୍ଭାଳିବ କିଏ ନାହିଁ କୋ ବାପା ସମ୍ଭାଳିବ କୋ ବାପା ସମ୍ଭାଳିବନି ସେଥିପାଇଁ ସେ କହିଲେ ମୁଁ ଯୁଦ୍ଧ କ୍ଷେତ୍ରକୁ ଆସିଛି ମୋ ପୁଅ ବି ଯୁଦ୍ଧ କ୍ଷେତ୍ରକୁ ଆସିଛି ମୋ ଆଗରୁ ଯଦି ମୋ ପୁଅ ମରିଗଲା ତାହେଲେ ମୋର ଏ ଯୁଦ୍ଧ କରିବାର ଆଉ କିଛି ମୂଲ୍ୟ ନାହିଁ ମୁଁ ସମ୍ପୂର୍ଣ୍ଣ ଶସ୍ତ୍ର ଛାଡ଼ିଦେବି ମୁଁ ଆଉ ଯୁଦ୍ଧ କରିବି ନାହିଁ ହେଲେ ଆଜ୍ଞା ଏ କଥା କପଟି ଶ୍ରୀକୃଷ୍ଣ ଅନ୍ତର୍ଯାମୀ ପୁରୁଷ ଶ୍ରୀକୃଷ୍ଣ ଏ କଥା ଜାଣିଲେ ଯେତେବେଳେ ଜାଣିଲେ ଇଏଡେ ଯୋଉ ମହାଭାରତ ଯୁଦ୍ଧରେ ଭୀମର ଗଦା ପ୍ରହାରରେ ହାତୀ ନାମକ ଅଶ୍ୱତ୍ଥାମାଟା ମରିଯାଇଛି ନିଶ୍ଚୟ ହାତୀ ନାମକ ଗୁରୁ ଏଇ ଯୋଉ ଗୁରୁ ଦ୍ରୋଣଙ୍କର ପୁଅ ନାମ ଅଶ୍ୱତ୍ଥାମା ଗୋଟେ ହାତୀର ନାମ ଅଶ୍ୱତ୍ଥାମା ହେଲେ ଯୋଉ ଭୀମର ବାହୁନ ଆହାରରେ ସେ କଣ କରୁଛି ସେ ହାତୀଟି ମରିଯାଇଛି ଯାହାର ନାମ ଅଶ୍ୱତ୍ଥାମା ଯେତେବେଳେ ହାତୀଟି ମରିଗଲା ଚାରିଆଡେ ହାଲ୍ଲାହୁଳି ପଡିଲା ଯେ ଅଶ୍ୱତ୍ଥାମା ମରିଗଲା ଅଶ୍ୱତ୍ଥାମା ମରିଗଲା ଅଶ୍ୱତ୍ଥାମା ମରିଗଲା ଏ କଥା ଗୁରୁ ଦ୍ରୋଣଙ୍କ କାନରେ ପଡିଲା ସେ କହିଲେ ଯେ ମୋ ପୁଅ ଆଉ ନାହିଁ ସତରେ କଣ ଅଶ୍ୱତ୍ଥାମା ମରିଗଲା ନାଇଁ ମିଛ ବି ହୋଇପାରେ ମୁଁ ତ କଣ୍ଟ କରିଥିଲି ମୋ ପୁଅ ମଲେ ମୁଁ ଏ ଶସ୍ତ୍ର ଛାଡ଼ିଦେବି ବୋଲି କିଏ କପଟ ବି କରିପାରେ ସେଥିପାଇଁ ସେ ମନ ମଧ୍ୟରେ ସ୍ଥିର କଲେ ଯେ ମୁଁ ଏ କଥା କାହାକୁ ପଚାରି ବୁଝିବି କାହାକୁ ପଚାରିଲେ କିଏ କହିବ ଯେ ଏ କଥାଟା ନିରାଟ ସତ୍ୟ ବୋଲି ପ୍ରକୃତରେ ସତ୍ୟଭାମା ମରିଛି ଅଶ୍ୱତ୍ଥାମା ମରିଛି ବୋଲି ମୁଁ ପ୍ରକୃତରେ କାହାକୁ ପଚାରିଲେ ସେ ମତେ ସତ କଥାଟା କହିବ ଦେଖିଲେ ସମସ୍ତଙ୍କୁ ଟିକେ ଚିନ୍ତା କଲେ କହିଲେ ଏପରି କିଏ ସତ କହିବା ଲୋକ କାହିଁ ଦେଖା ଯାଉନାହାନ୍ତି ଶେଷରେ ସେ ଚିନ୍ତା କଲେ କାହାକୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ଯିଏ ଧର୍ମ ପୁରୁଷ ତାଙ୍କେ ତାଙ୍କ ଜୀବନରେ କେବେ ହେଲେ ମିଥ୍ୟା କହିନାହାନ୍ତି ସେ କଣ କଲେ ଚିନ୍ତା କଲେ ଯେ ମୁଁ ଧର୍ମଙ୍କ ପାଖକୁ ଯାଇକି ଯଦି ଏ କଥାଟା ପଚାରିବି ତାହେଲେ ସତ କଣ ଜଣା ପଡିଯିବ ଇଆଡେ ଶ୍ରୀକୃଷ୍ଣ ତା ଆଗରୁ କଣ କରିଛନ୍ତି ଧର୍ମ ଯୁଧିଷ୍ଠିରଙ୍କୁ ଯାଇକି କହିଛନ୍ତି ଦେଖ ତମେ ତମର ଜିତା ଚାହୁଁଛ ନା ହାରା ଚାହୁଁଛ ଧର୍ମ କହିଲେ କି ନିଶ୍ଚୟ ଆମର ଜିତା ହେଲେ ହିଁ ମୁଁ ଖୁସି ହେବି ଯଦି ତମର ଜିତାପଟ ଚାହୁଁଛ ତମେ ତାହେଲେ ଗୋଟେ କାମ କର ଗୁରୁ ଦ୍ରୋଣ ଯଦି ଆସିକି ତୁମକୁ ପଚାରିବେ କି ଧର୍ମ ଯୁଧିଷ୍ଠିର ଆଉ ମୋ ପୁଅ ଅଶ୍ୱତ୍ଥାମା ମରିଯାଇଛି ଏ କଥାଟା ସତ କି ଯଦି ତମକୁ ପଚାରିବେ ତାହେଲେ ତମେ ମିଛ କହିବାକୁ ପଡିବ କହିଲେ ଧର୍ମରାଜ ଯୁଧିଷ୍ଠିର କହିଲେ କି ବସୁଦେବ କଣ କହୁଛନ୍ତି ଆପଣ ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ କାହାକୁ ମିଛ କଥା କହିନି ତାହେଲେ ମୁଁ କିପରି ମୋର ଗୁରୁକୁ ମିଛ କଥା କହିବି
ଆପଣ ନ କହି ଶେଷରେ ମୋ ଗୁରୁଙ୍କୁ ମିଛ କଥା କହିବା ପାଇଁ କହିଲେ। ମୁଁ କହିପାରିବି ନାହିଁ ବାସୁଦେବ, ମୋ ଦ୍ୱାରା ଏ ଜିନିଷ ହବନି। ଯେତେବେଳେ କହିଲେ ତମେ ଯଦି ଏତିକି ଯଦି ନ କହିବ, ମିଛ ଯଦି ନ କହିବ, ତମେ ନିଶ୍ଚୟ ଯୁଦ୍ଧରେ ହାରିବ। ହଁ କହିଲେ କି ହଉ ଯୁଦ୍ଧରେ ଆଉ କ'ଣ ଉପାୟ ଅଛି କି? ନା ହଁ ଅଛି। ତମେ ଯଦି ମିଛ ନ କହିବ, ଖାଲି ଏତିକି କୁହ, ତମେ ମିଛ କହିବା ଦରକାର ନାହିଁ, ଖାଲି ଏତିକି କୁହ। ନା କ'ଣ କହିବି? ନରେ ବା ଗୁଞ୍ଜରେ ଅଶ୍ୱସ୍ତମା ହତ। ନରେ ବା ଗୁଞ୍ଜରେ ଅଶ୍ୱସ୍ତମା ହତ। ତମେ ମିଛ କହିବା ଦରକାର ନାହିଁ, ଖାଲି ଏତିକି ଆଗ କୁହ। ତମେ ଏଇଟା ମିଛ କହିଲ କି ଏଇଟା ମିଛ ନାହିଁ। ନର କି ଗୁଞ୍ଜର, ଗୁଞ୍ଜର ଶବ୍ଦର ଅର୍ଥ ହେଲା ଆଜ୍ଞା ହାତୀ। ନର ମାନେ କି ମନୁଷ୍ୟ, ନର କି ମନୁଷ୍ୟ, ଗୁଞ୍ଜର କି ହାତୀ। ହାତୀ କି ମନୁଷ୍ୟ କିଏ ମରିଛି ମୁଁ ଜାଣିନି, ମାତ୍ର ଅଶ୍ୱସ୍ତମା ମରିଛି। ଅଶ୍ୱସ୍ତମା ମରିଛି, ସେଟା ମନୁଷ୍ୟ କି ପଶୁ କି ହାତୀ ମୁଁ ସେଟା ଜାଣିନି। ଏଟା ଏତିକି ଖାଲି କୁହ, ଏଟା ମିଛ ନାହିଁ। କହିଲେ ହଉ ଠିକ ଅଛି ମୁଁ କହିବି। ଗୁରୁ ଦ୍ରୋଣ ଯେତେବେଳେ ଆସିଲେ ଯୁଧିଷ୍ଠିର ପାଖକୁ, କହିଲେ ଯୁଧିଷ୍ଠିର ଆଉ ଅଶ୍ୱସ୍ତମା ଯୋଉ ମରି ଯାଇଛି ବୋଲି ଚାରିଆଡେ ହାଲାହୁଳି ପଡିଛି, ଏ କଥାଟା ସତ କି? କହିବାରୁ ସେ କହିଲେ ଯେ ହେ ଗୁରୁଦେବ, ମୁଁ ତ ଜାଣିନି। ନରେ ବା ଗୁଞ୍ଜରେ ଏତିକି ଜାଣିଛି, ନରେ ବା ଗୁଞ୍ଜରେ ଅଶ୍ୱସ୍ତମା ହତ। ଆଜ୍ଞା ଯେତେବେଳେ ଏ ଶବ୍ଦଟି ସେ କହିଛନ୍ତି, ନର ଶବ୍ଦ କହିଲା ବେଳେ ଶ୍ରୀକୃଷ୍ଣ ସେଠାରେ ଥିଲେ। ଯେତେବେଳେ ଗୁଞ୍ଜର ଶବ୍ଦ ଉଚ୍ଚାରଣ କଲେ, ସେତେବେଳେ କ'ଣ କଲେ? ପଞ୍ଚଜନ୍ୟ ଶଙ୍ଖଟା ଫୁଙ୍କି ଦେଲେ। କପଟି ପୁରୁଷ ସେଇଠି କପଟ କରି କ'ଣ କଲେ? ପଞ୍ଚଜନ୍ୟ ଶଙ୍ଖଟା ଫୁଙ୍କି ଦେଲେ। ଆଜ୍ଞା ପଞ୍ଚଜନ୍ୟ ଶଙ୍ଖ ଯେତେବେଳେ ଫୁଙ୍କି ଦେଲେ, ଗୁରୁ ଦ୍ରୋଣକୁ କେବଳ ନର ଶବ୍ଦ ହିଁ ଶୁଭିଲା, ଆଉ ଗୁଞ୍ଜର ଶବ୍ଦଟା ଶୁଭିଲା ନାହିଁ। ସେ ସମୟ ପରେ ତାଙ୍କେ ଶଙ୍ଖ ଫୁଙ୍କି ଦେଲେ, କିପରି ଆଉ ଶୁଭିବ? ସେ କ'ଣ କଲେ? ଗୁଞ୍ଜର ଶବ୍ଦଟା ଆଉ ଶୁଣି ପାରିଲେ ନାହିଁ। ସେ କ'ଣ କଲେ? ସତରେ ମୋ ପୁଅ ମରିଯାଇଛି କହିକି ଶସ୍ତ୍ର ଛାଡ଼ିଦେଲେ। ଯେତେବେଳେ ଶସ୍ତ୍ର ଛାଡ଼ିଦେଲେ, ତାଙ୍କ ପାଖରେ ଥିଲା ଦୃଷ୍ଟଦ୍ୟୁମ୍ନ, ଗୋଟେ ପ୍ରହାରରେ ତାଙ୍କର ବେକକୁ ଅଲଗା କରିଦେଲା। ଗୁରୁ ଦ୍ରୋଣ ମରିଗଲେ। ହେଲେ ଗୁରୁଙ୍କୁ ମିଛ କଥା କହିଲେ ନା ନାହିଁ? ମିଛ କଥା କହିଲେ। ଯେତେବେଳେ ମିଛ କଥା କହିଲେ, ଯେତେବେଳେ ପାଣ୍ଡବ ମାନଙ୍କର ସ୍ୱର୍ଗକୁ ଯିବାକୁ ସମୟ ଆସିଲା, ଯେତେବେଳେ ସ୍ୱର୍ଗକୁ ଯିବେ, ସେତେବେଳେ ଦେବତା ମାନଙ୍କ ପାଖରେ ଭାଳେଣି ପଡ଼ିଲା ଯେ ଧର୍ମରାଜ ଯୁଧିଷ୍ଠିର ଗୁରୁ ଦ୍ରୋଣକୁ ମିଛ କଥା କହିଥିଲେ, ତାଙ୍କେ କୁକୁର ହେବାକୁ ବାଧ୍ୟ। ଦେବତା ମାନଙ୍କ ପାଖରେ ଭାଳେଣି ପଡ଼ିଲା। ଯେତେବେଳେ ଦେବତାଙ୍କ ସଫାରେ ଯେତେବେଳେ ଭାଳେଣି ପଡ଼ିଲା, ସେ କହିଲେ ଯେ ଗୁରୁ ଦ୍ରୋଣକୁ ତ ଯୁଧିଷ୍ଠିର ମିଛ କଥା କହିଥିଲେ, ସେ କୁକୁର ହେବାକୁ ବାଧ୍ୟ। ସେତେବେଳେ ଧର୍ମ କହିଲେ ଯେ ମୋ ପୁଅ କୁକୁର ହବନି। ମୋ ପୁଅ ଯଦି କୁକୁର ହବ, ତାହେଲେ ସମଗ୍ର ଜଗତରେ ଆଉ ଧର୍ମ ବୋଲି କି ଆଉ ମାନିବେନି, କି ଆଉ ଧର୍ମକୁ ଲଙ୍ଘିବେନି। କଥା କଥାରେ କହୁନାହାନ୍ତି ଧର୍ମ ଅଛି। এই যে ধর্মকু লঙ্ঘুচন্তি আর ধর্মকু কিয়ে লঙ্ঘিবনি মো পুଅ যদি কুকুর হইকি ଯିବ ସେଥିପାଇଁ ଆଉ କୁକୁର ହବ କିଏ ଯଦି ଯୁଧିଷ୍ଠିର କୁକୁର ହବନି କୁକୁର ହବ କିଏ ସେଥିପାଇଁ ଧର୍ମ କହିଲେ ଯେ ମୁଁ ନିଜେ କୁକୁର ହେବି ମୋ ପୁଅ ବଦଳରେ ମୁଁ ନିଜେ କୁକୁର ହେବି ସେଥିପାଇଁ ସେ ପାଣ୍ଡବଙ୍କ ସହିତ କୁକୁର ହୋଇକି ସ୍ୱର୍ଗକୁ ଯାଇଥିଲେ ଆଜ୍ଞା ଏଇଟା ହେଉଛି ତାର ପ୍ରମାଣ।